କୌଣସି ବି ଲୋକ ଅନେକ କିଛି ହରାଇଲା ପରେ ଏକ ସମୟ ଆସେ ଯେତେବେଳେ ସେ ଭିତରୁ ପୁରା ମଜବୁତ ହେଇଯାଏ, ପୁରା ଟାଣ ହେଇଯାଏ। କାହାକୁ ହରାଇବାକୁ ନୁହଁ, ନିଜେ ଜିତିବାର ଲକ୍ଷ୍ୟରେ ପ୍ରୟାସ ଜାରି ରଖନ୍ତୁ। ସମସ୍ତେ କହନ୍ତି ଏଣ୍ଡୁଅ ରଙ୍ଗ ବଦଳାଏ, କିନ୍ତୁ ମୁଁ କହିବି ଏଣ୍ଡୁଅ ମିଛଟାରେ ବଦନାମ, ହେଲେ ପ୍ରକୃତରେ ରଙ୍ଗ ବଦଳାନ୍ତି ଆପଣ ଆଉ ମୁଁ, ଆମମାନଙ୍କ ପରି ମଣିଷମାନେ। କିଛି ପରିବର୍ତ୍ତନ କଷ୍ଟଦାୟୀ ହେଇଥିଲେ ମଧ୍ୟ ତାହା ଜରୁରୀ ଅଟେ। ତେଣୁ ପରିବର୍ତ୍ତନକୁ କେବେ ବି ନା କରନ୍ତୁ ନାହିଁ, ପରିବର୍ତ୍ତନକୁ ଆକ୍ସେପ୍ଟ କରନ୍ତୁ, ଆଗକୁ ବଢ଼ନ୍ତୁ। ଆପଣ ନିଜକୁ ଲୁଣ ପରି ବନେଇବାକୁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା କି କେହି ବି ଆପଣଙ୍କର ବେଶୀ ମାତ୍ରାରେ ବ୍ୟବହାର କରିପାରିବ ନାହିଁ କି ଆପଣଙ୍କ ବିନା ବଞ୍ଚିପାରିବ ନାହିଁ। ଆଗରୁ ଲୋକମାନେ ଆଘାତ ଲାଗିଲେ ହଳଦୀ ଗୁଣ୍ଡ ମାରୁଥିଲେ, କିନ୍ତୁ ଆଜିକାଲି ସାମାନ୍ୟତମ ଆଘାତରେ ଲୋକମାନେ ଷ୍ଟାଟସ୍ ଛାଡ଼ି ଦେଉଛନ୍ତି। ଯିଏ କମ୍ରେ ବଞ୍ଚିବା ଶିଖିଗଲା ନା, ତା ପାଇଁ ଏ ଦୁନିଆରେ କିଛି ବି କମ୍ ନୁହେଁ। କିଛି ଆମର ଏମିତି ଶୁଭଚିନ୍ତକ ଥାନ୍ତି ଯେଉଁମାନେ ଆମର ଉନ୍ନତି ଦେଖିଲେ, ଆମର ଶୁଭ ଦେଖିଲା କ୍ଷଣି ସେମାନେ ଚିନ୍ତାରେ ପଡ଼ିଯାନ୍ତି। ଜୀବନସାଥୀଟି ଗରିବ ହେଲେ ଚଳିବ, ମାତ୍ର ଭଲ ମଣିଷଟିଏ ହେଇଥିବା ଦରକାର। କାରଣ ଗରିବୀ ସହିତ ଆଗକୁ ବଢ଼ି ହେବ, କିନ୍ତୁ ଜଣେ ଖରାପ ଲୋକ ସହିତ ଆଗକୁ କେବେ ସାଥିରେ ଚାଲି ହେବ ନାହିଁ। ସବୁଠାରୁ ଗୋଟେ ବଡ଼ କଥା ମନେ ରଖନ୍ତୁ, ପ୍ରତ୍ୟେକ ଲୋକ ପାଖରେ କିଛି ନା କିଛି ପ୍ରତିଭା ଥାଏ, ମାତ୍ର ଅନ୍ୟ ପରି ବନିବାର ପ୍ରଚେଷ୍ଟାରେ ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରତିଭାକୁ ମାରି ଦେଇଥାନ୍ତି। ତେଣୁ ନିଜ ଭିତରେ ଥିବା ପ୍ରତିଭାକୁ ଖୋଜନ୍ତୁ, ଅନ୍ୟ କାହା ପରି ବନିବାକୁ ଚେଷ୍ଟା କରନ୍ତୁନି, ପୂର୍ଣ୍ଣ ପ୍ରୟାସ କରନ୍ତୁ, ଦେଖିବେ ଆପଣ ହିଁ ସଫଳ ହେବେ। ରହୁଛି, ନମସ୍କାର।